ପିତା ଅଟନ୍ତି ଯେ ପୀତାମ୍ବର ଜଗତ ଠାକୁର ସବୁ। ଏମନ୍ତ ବେଦନା ଯାଉଛି ସ୍ୱର୍ଗପୁରରେ ଜାତ, ପିତୃଋଣ ସୁଝିବାକୁ ନାହିଁ ଜଗତେ ଦେଖ। ଏହି ରୂପ ମାୟା କରିଲେ ତେଣୁ ଭିଆଣ ମାନ, 14 ବ୍ରହ୍ମାଣ୍ଡ ଲେଖିଲେ ପ୍ରଭୁ ପିତୃର ଋଣ। ସକଳ ମହିମା ଜ୍ୟୋତି କରାଇଲେ ତି ଦେବ, ସୂର୍ଯ୍ୟଦେବ ଗଣ କରିଲେ ପ୍ରଭୁ ଏ ବିଶ୍ୱମୟ। ଅନାଥ ହୋଇଲେ ତରୁଣୀ ଦିଶିଲାଣି ଅନ୍ଧ, ଏ ଅନ୍ଧକାରରେ ରହୀନ ଭାବ କରୁଛି ଚକ୍ର। ମୂଳ ମନ୍ତ୍ର ଜ୍ଞାନ ତେଜିଣ ଗୁରୁ ମାତାକୁ ଛାଡ଼ି, ଏମନ୍ତ ପ୍ରକାର ଲାଗିଛି ରସ ରଙ୍ଗରେ ମହି। ଜଗତର ଅନ୍ତର୍ଯ୍ୟାମୀ ସେ ଠାକୁର, ଜାଣୁଛନ୍ତି ପ୍ରଭୁ ସକଳ ନିରାକାର ଏ ଦେବ। ଅନନ୍ତ ଯାତନା କରିଲେ ପ୍ରଭୁ ଭାବ ଏ ଋଷି, ଜଗତର ମାତ ଦେଖିଲେ ବ୍ରହ୍ମାଣ୍ଡର ଏ କୀର୍ତ୍ତି। ସକଳ ମହିମା ଯାତନା କଲେ ଦେବ ଏ ସାଇ, ଗୁରୁ ଆଜ୍ଞା ଦେବ ସକଳ ସେ ତ ମାନବ ହୋଇ। ବଚନ ମାଲିକା ଅଟଇ ତେଜ ବ୍ରହ୍ମାଣ୍ଡ ଶକ୍ତି, ଜଣା ଯାଉଅଛି ନାମରେ ସେ ତ ଉପାୟ ଗତି। ଭାବ ବିନା ଶକ୍ତି ମୂଳ ସେ ଯେ ବାନ୍ଧିଲେ କର୍ମ, ଏମନ୍ତ ମହିମା କରିଲେ ଦେବ ଯାତନା ମାନ। ସ୍ୱର୍ଗରେ ଜଣାଣ କରିଲେ ମଞ୍ଚେ ଗୁଣ ଏ କୀର୍ତ୍ତି, ଯାହା ଜାତ ମାନ କରିଲେ ଅନ୍ଧକାରରେ ବସି। ସ୍ୱର୍ଗ ଏ ଭୁବନ ତେଜ ଲଗାଇଲେ ମହିମା, ବଡ଼ ପ୍ରୀତି କଲେ ବାସ ତେଣୁ କଲେ ଚନ୍ଦ୍ରମା। ଭାବ ଋଷି ଆତ୍ମା ଗୁଣ ତେଜେ କରିଲେ ନାମ, ହରିଙ୍କ ଚରଣ ଗୁଣରେ ତେଜେ କଲେ ଆପଣ। ହୃଦୟ ଅନନ୍ତ ବିନା ସେ ଠାକୁର ମହି, ସକଳ ବିଚାର କରିଲେ ବ୍ରହ୍ମ ମୁଖକୁ ଚାହିଁ। ବିନାଶ କରିଲେ ଜ୍ୟୋତି ଆଶ୍ରେ କରିନ ଲୟ, କେମନ୍ତ ମହିମା ଜାତ ଯେ କଲେ ବ୍ରହ୍ମାଣ୍ଡ ପୁର। ଏହି ଜ୍ଞାନ ଦାନ ଦେଉଛନ୍ତି ଗୁରୁ ଆପଣ, ତାଙ୍କର ମାୟା ଶକ୍ତି ବଳରେ। ରାମ ରାମ ପଦ ଜପି ଜ୍ଞାନରେ ଭଜ ସୃଷ୍ଟି, ଚରଣ ଗୋଟି ଗୋଟି ଦେଉଛନ୍ତି ଆସି। କେମନ୍ତ କରିବି ମୋହି ସକଳ ରସମୟ ପାଇଁ, ଯାହା ଦେଉଛନ୍ତି ପ୍ରଭୁ ସଂସାରର ପ୍ରକୃତି ଗୁଣ। ତେଣୁ ମୁଁ କହୁଅଛି ମୁଖରେ ବଚନ, ସଦାଶିବ ଦେଉଛନ୍ତି ଶକ୍ତି ମହେଶ୍ୱର, ତାହା ମୁଁ କହୁଅଛି ପୃଥିବୀର ଗୁଣଫଳ। ଏମନ୍ତ ଧ୍ୟାନ ଦେଉଛନ୍ତି ଗୁରୁ ଆପଣ, ଆଦେଶ ଦେଉଛନ୍ତି ଚକ୍ରଦାନ। ରୂପ ଜ୍ୟୋତିର୍ମୟ ଦେଉଛନ୍ତି ସକଳ ଜ୍ଞାନରେ ଫଳ,
ଆଜ୍ଞା ଗୁରୁଦେବ ସକଳ ମହିମା ଜାତ କରିଛନ୍ତି। ଗୁରୁ ଆଜ୍ଞା ସତ୍ୟରେ ବଚନ କହୁଛନ୍ତି ବାଣୀ। ନାମ ବହିଛନ୍ତି ନାରାୟଣ ଋଷି। ଏହି ବେଦ ବ୍ରହ୍ମା ଯାହା ଉତ୍ପତ୍ତି କରିଛନ୍ତି, ଏ ପୃଥିବୀର ଫଳ ସୃଷ୍ଟି। ଯାହା ଦେଉଛନ୍ତି ବାକ୍ୟ ଦାନମାନ, ଯାହା ଦେଉଛନ୍ତି ଗୁରୁ ଆପଣ। ଯାହା ଲଗାଇଲେ ଲୟ ଜ୍ଞାନ, ଯାହା ଦେଉଛନ୍ତି କୀର୍ତ୍ତିଦାନ। ଏହି ମାନବ ସୃଷ୍ଟି ମାନି ଚଲ ଗୁରୁ ଆଜ୍ଞା ବଚନ। ତେବେ ନ ମାନିଲେ ଫଳାଫଳ ଭୋଗ ଦେବେତି ଦଣ୍ଡ ଶାସ୍ତି। ଗୁରୁ ଆଜ୍ଞା ସତ ଜ୍ଞାନରେ ବାକ୍ୟ ଶିବ ଶଙ୍କର ମହାଦେବ ତାଙ୍କର ବଡ଼ ରାଗ। ହିଂସା ବଢ଼ିଲାଣି ଜ୍ୟୋତିର୍ମୟ ଏ ପୃଥିବୀର ବାଣୀ ଶିକ୍ଷା ଦେଉଛନ୍ତି ଆଜ୍ଞା ଗୁରୁଦେବ ଲେଖା। ଅନେକ ପାଦ ଚିତ୍ର ଗୋବିନ୍ଦ ଲେଖିଛନ୍ତି ଭଜ ଜ୍ଞାନ ସଙ୍ଗତରେ। ଯାହା ଲେଖିଥିଲେ ଅନ୍ଧ ରୂପରେ ବସି, ତାହା ବିଖ୍ୟାତ କର ଜ୍ୟୋତି। ଯାହା ଦେଇଥିଲେ ଯାହା ଲେଖା ହୋଇଅଛି, ଯାହା ସପନ ସୁନ୍ଦର। ଯାହା ଦେଇଥିଲେ ସପନ ମଧ୍ୟରେ ପାଲା, ତାଙ୍କର ସଂକୀର୍ତ୍ତନ ଥିଲା। ଗୁରୁ ଆଜ୍ଞା ସ୍ୱପ୍ନ ସୁନ୍ଦର ପାଲା ଦେଇଥିଲେ ସ୍ୱପ୍ନ ଆକାରେ। ତେବେ ମନୁଷ୍ୟକୁ ବୁଝାଇବା ନିମନ୍ତେ ଗୁରୁ ଆଜ୍ଞା ଦର୍ଶନ କରି ସତ ଶିକ୍ଷା ଦେଇଥିଲେ ହରି। ହରି ନାମ ସାର ଅଟେ ବଚନ ମହାଚିତେ। ଜ୍ଞାନ ଦେଉଥିଲେ ଆଶ୍ରୟ ରଖି ମନରେ। ତପସ୍ୱୀ ରୂପରେ, ଯାଗେଶ୍ୱର ରୂପରେ, ଅନ୍ତର୍ଯ୍ୟାମୀ ରୂପରେ, ଅରୂପ ମହିମା ଜାତରେ। ତାଙ୍କର କୀର୍ତ୍ତି ଫଳ କେତେ ଯୁଗ ଯୁଗ କାଳ ଦେଇଛନ୍ତି। ଗୁରୁ ସମ୍ଭୂତ ବାନା ଲାଗିଅଛି ମନ ରୂପେ ମହିମା। ମୁଁ ଯାହା କହୁଅଛି ଏକାନ୍ତରେ ବସି। ମୋହର ସାକ୍ଷୀ ନାହିଁ, ମୋହର କିଛି ନାହିଁ, ମୋର କିଛି ଶକ୍ତି ନାହିଁ। ଯାହା ଗୁରୁ ଆଜ୍ଞା ଶକ୍ତି ବଳରେ ତାଙ୍କର ଦେଉଛନ୍ତି ପିଣ୍ଡ ସ୍ୱରୂପ ବ୍ରହ୍ମାଣ୍ଡକୁ। ଅନ୍ତର୍ଯ୍ୟାମୀନାଥ ଦେଉଛନ୍ତି ଯୋଗ ଯୋଗ ସାଧନା, ଯୋଗ ଯୋଗ କୀର୍ତ୍ତି ବାସନା। ତାଙ୍କର ଉପାୟ ଅନନ୍ତ। ମୁଁ କିଛି ଜାଣି ନାହିଁ, ମୁଁ ବହି ପଢ଼ିପାରେ ନାହିଁ, ମୁଁ ବହି ଲେଖିପାରେ ନାହିଁ। ଯାହା ମୁଖରେ ବାକ୍ୟ ତାହା ମୁଁ ଦଉଅଛି ଶାନ୍ତି ଗୁଣରେ କୀର୍ତ୍ତି ମହିମା ଜ୍ୟୋତି। ଏମନ୍ତ ରୂପ ଦେଉଛନ୍ତି ପ୍ରଭୁ ବ୍ରହ୍ମାଣ୍ଡର ଶକ୍ତି। ଏ ଜ୍ଞାନ ମଧ୍ୟରେ ପ୍ରଭୁ ଦେଉଛନ୍ତି ଦାନ, ସକଳ ମହିମା ଜାତ ଲେଖିବେ ପୁରାଣ। ହୃଦୟ ମଧ୍ୟରେ ନାମ ଦେଉଛନ୍ତି ସୃଷ୍ଟି। ଯୁଗ ଯୁଗ କାଳ ଧରି ବସି ନ ଦେ ରହି। ରୂପ ଯୁଗ କାଳ ମଧ୍ୟରେ ଅରୂପ ଜାତ ନା। ଯୁଗ ମଧ୍ୟରେ ଦେଉଛନ୍ତି ସ୍ୱାମୀ ଏକ ବାନା। କେମନ୍ତ ମହିମା ଜାତ କରିଲେ ନିର୍ମାଣ। ସକଳ ମହିମା ଜାତ ଦେଲେ ଗୁରୁ ବ୍ରହ୍ମ। ରୂପ ଯୁଗ ଅବତାର କରି ଚିତ୍ରପଟ। ସକଳ ମହିମା ଜାତ କରିଛନ୍ତି ଯୋଗ। ଅନ୍ତର୍ଯ୍ୟାମୀ ନାଥ ପତି ଦେବ ନିରଞ୍ଜନ। ସକଳ ମହିମା କଲେ ଆଦ୍ୟ ଗୁରୁ ଧର୍ମ। ଜଗତର ନାଥ ଦେବ ରୂପ ଚନ୍ଦ୍ର ହରି। ଯାହା ଶିକ୍ଷା ଦେଉଛନ୍ତି କର୍ମକୁ ବିଚାରି। ଫଳ ଯୋଗ ଦେଉଛନ୍ତି ସକଳ ଆରତ। ମହିମାର ଯୋଗ କୀର୍ତ୍ତି କରାଇଲେ ଫଳ। ଏମନ୍ତ ଯାତନା ମାନ
କଲେ କୀର୍ତ୍ତି ଆଣି ଫଳ ଯୋଗ ଲଗାଇଲେ ଚକ୍ରଧର ବାଣୀ ହେମନ୍ତ କରିଲେ ନାମ ପ୍ରଭୁ ଏ ସୁଜନ ଦେଇଛନ୍ତି ପ୍ରଭୁ ଏକା କ୍ଷର ନାମ ବ୍ରହ୍ମ।